ଓମ୍ ଶାନ୍ତି। 14 ନଭେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ଯଦି ଉଚ୍ଚରୁ ଉଚ୍ଚ ପଦ ପାଇବାକୁ ଚାହୁଁଛ, ତେବେ ଯୋଗର ଯାତ୍ରାରେ ମସ୍ତ ହୋଇ ରୁହ। ଏହା ହେଉଛି ଆତ୍ମିକ ଫାଶୀ। ବୁଦ୍ଧି ନିଜର ଘରେ ଲଟକି ରହୁ। ଯଦି ଉଚ୍ଚରୁ ଉଚ୍ଚ ପଦ ପାଇବାକୁ ଚାହୁଁଛ, ତେବେ ଯୋଗର ଯାତ୍ରାରେ ମସ୍ତ ହୋଇ ରୁହ। ଏହା ହେଉଛି ଆତ୍ମିକ ଫାଶୀ। ବୁଦ୍ଧି ନିଜର ଘରେ ଲଟକି ରହୁ। ଆଜିର ପ୍ରଶ୍ନ, ଯେଉଁମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହେଉନାହିଁ, ସେମାନଙ୍କର ଚିହ୍ନ କ'ଣ? ଯେଉଁମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହେଉନାହିଁ, ସେମାନଙ୍କର ଚିହ୍ନ କ'ଣ? ଉତ୍ତର, ସେମାନେ ଛୋଟ ଛୋଟ କଥାରେ ନାରାଜ ହେଉଥିବେ। ଯାହାଙ୍କର ବୁଦ୍ଧିରେ ଯେତେ ଯେତେ ଜ୍ଞାନର ଧାରଣା ହେଉଥିବ, ସେମାନେ ସେତିକି ଖୁସିରେ ରହୁଥିବେ। ବୁଦ୍ଧିରେ ଯଦି ଏହି ଜ୍ଞାନ ରହିବ ଯେ ଏବେ ଦୁନିଆକୁ ତଳକୁ ଯିବାକୁ ହିଁ ହେବ, ଏଥିରେ କ୍ଷତି ହିଁ ହେବ, ତେବେ ସେମାନେ କଦାପି ନାରାଜ ହେବେ ନାହିଁ, ସର୍ବଦା ଖୁସିରେ ରହିବେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନ ବୋଲି କୁହାଯାଏ। ତେଣୁ ଆତ୍ମାର ବୁଦ୍ଧି ଯୋଗ ଘର ଆଡ଼କୁ ଯିବା ଉଚିତ। କିନ୍ତୁ ଦୁନିଆରେ ଜଣେ ହେଲେ ଏଭଳି ମନୁଷ୍ୟ ନାହାନ୍ତି ଯାହାଙ୍କ ବୁଦ୍ଧିରେ ଏହି କଥା ଆସୁଥିବ। ସନ୍ନ୍ୟାସୀମାନେ ମଧ୍ୟ ବ୍ରହ୍ମକୁ ଘର ବୋଲି ଭାବନ୍ତି ନାହିଁ। ସେମାନେ ତ କହନ୍ତି, ଆମେ ବ୍ରହ୍ମରେ ଲୀନ ହୋଇଯିବୁ। ତେବେ ତାହା କ'ଣ ଘର ହେଲା କି? ଘରେ ତ ରହିବାକୁ ପଡ଼ିଥାଏ। ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧି ସେଠାରେ ଲାଗି ରହିବା ଦରକାର। ଯେପରି କେହି ଫାଶୀରେ ଚଢ଼ିଥାନ୍ତି ନା, ସେହିପରି ତୁମେ ଏବେ ଆତ୍ମିକ ଫାଶୀରେ ଚଢ଼ିଛ। ମନରେ ଅଛି, ଆମକୁ ଉଚ୍ଚରୁ ଉଚ୍ଚ ବାବା ଆସି ଉଚ୍ଚରୁ ଉଚ୍ଚ ଘରକୁ ନେଇଯାଉଛନ୍ତି। ଏବେ ଆମକୁ ଘରକୁ ଯିବାକୁ ହେବ। ଉଚ୍ଚରୁ ଉଚ୍ଚ ବାବା ଆମକୁ ପୁଣି ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି। ଏହି ରାବଣ ରାଜ୍ୟରେ ସମସ୍ତେ ନୀଚ ଅଟନ୍ତି। ସେମାନେ ହେଲେ ଉଚ୍ଚ, ଏମାନେ ହେଲେ ନୀଚ। ସେମାନଙ୍କୁ ଶ୍ରେଷ୍ଠତା ବିଷୟରେ କିଛି ହେଲେ ଜଣା ହିଁ ନାହିଁ। ଉଚ୍ଚମାନଙ୍କୁ ମଧ୍ୟ ନୀଚମାନଙ୍କ ବିଷୟରେ ଜଣା ନଥାଏ। ଏବେ ତୁମେ ଜାଣୁଛ, ଉଚ୍ଚରୁ ଉଚ୍ଚ ଏକମାତ୍ର ଭଗବାନକୁ ହିଁ କୁହାଯାଉଛି। ତେଣୁ ବୁଦ୍ଧି ଉପରକୁ ଚାଲି ଯାଉଛି। ସେ ହେଲେ ହିଁ ପରମଧାମ ନିବାସୀ। ଏକଥା କେହି ବି ବୁଝିନାହାନ୍ତି ଯେ ଆମେ ଆତ୍ମା ମଧ୍ୟ ସେଠାକାର ନିବାସୀ ଅଟୁ। ଏଠାକୁ ଆସିଛୁ କେବଳ ଅଭିନୟ କରିବା ପାଇଁ। ଏକଥା କାହାର ଖିଆଲରେ ଆସୁନାହିଁ। ନିଜର ହିଁ କର୍ମଧନ୍ଦା ଆଦିରେ ଲାଗି ରହୁଛନ୍ତି। ବର୍ତ୍ତମାନ ବାବା ବୁଝାଉଛନ୍ତି, ଯଦି ଯୋଗର ଯାତ୍ରାରେ ମସ୍ତ ରହିବ, ତେବେ ଉଚ୍ଚରୁ ଉଚ୍ଚ ହୋଇପାରିବ। ଯୋଗ ଦ୍ୱାରା ହିଁ ଉଚ୍ଚ ପଦ ପାଇବାକୁ ହେବ। ଯେଉଁ ଜ୍ଞାନ ତୁମକୁ ବୁଝାଯାଉଛି, ତାହାକୁ ଭୁଲିବା ଉଚିତ ନୁହେଁ। ଛୋଟ ପିଲା ମଧ୍ୟ ଏହି ଜ୍ଞାନକୁ ବର୍ଣ୍ଣନା କରିପାରିବେ। ବାକି ଯୋଗ ସମ୍ବନ୍ଧୀୟ କଥାକୁ ଛୋଟ ପିଲାମାନେ ବୁଝିପାରୁନାହାନ୍ତି। ବହୁତ ସନ୍ତାନ ଅଛନ୍ତି ଯେଉଁମାନେ କି ସମ୍ପୂର୍ଣ୍ଣ ଭାବେ ଯୋଗର ଯାତ୍ରାକୁ ବୁଝିପାରୁନାହାନ୍ତି। ଆମେ କେତେ ଉଚ୍ଚରୁ ଉଚ୍ଚକୁ ଯାଉଛୁ। ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ, 5 ତତ୍ତ୍ୱ ତ ଏହିଠାରେ ହିଁ ରହିଛି। ସୂକ୍ଷ୍ମ ବତନ, ମୂଳ ବତନରେ ଏସବୁ ନାହିଁ। ଏହି ଜ୍ଞାନ ବାବା ହିଁ ଦେଉଛନ୍ତି। ସେଥିପାଇଁ ତାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି। ମନୁଷ୍ୟମାନେ ଭାବୁଛନ୍ତି ବହୁତ ଶାସ୍ତ୍ର ଆଦି ପଢ଼ିବା ହେଉଛି ଜ୍ଞାନ। ତା ଦ୍ୱାରା କେତେ ପଇସା ରୋଜଗାର କରୁଛନ୍ତି। ଯେଉଁମାନେ ଶାସ୍ତ୍ର ପାଠ କରନ୍ତି ସେମାନଙ୍କୁ କେତେ ସମ୍ମାନ ମିଳିଥାଏ। ବର୍ତ୍ତମାନ ତୁମେମାନେ ଜାଣୁଛ, ଏଥିରେ କୌଣସି ଶ୍ରେଷ୍ଠତା ତ ନାହିଁ। ଉଚ୍ଚରୁ ଉଚ୍ଚତ ହେଉଛନ୍ତି ଏକମାତ୍ର ଭଗବାନ। ତାଙ୍କ ଦ୍ୱାରା ଆମେ ଉଚ୍ଚରୁ ଉଚ୍ଚ ସ୍ୱର୍ଗର ରାଜ୍ୟ ଅଧିକାରୀ ହେଉଛୁ। ସ୍ୱର୍ଗ କ'ଣ ଏବଂ ନର୍କ କ'ଣ? 84 ଜନ୍ମର ଚକ୍ର କିପରି ଘୁରୁଛି, ଏସବୁ ତୁମମାନଙ୍କ ବ୍ୟତୀତ ଏହି ସୃଷ୍ଟିରେ କେହି ବି ଜାଣିନାହାନ୍ତି। କହିଦେଉଛନ୍ତି ଏସବୁ ହେଉଛି କଳ୍ପନା। ଏମାନଙ୍କ ପାଇଁ ବୁଝିବା ଦରକାର,
ଇଏ ଆମ କୂଳର ନୁହେଁ, ତେଣୁ ଏଥିରେ ନିରାଶ ମଧ୍ୟ ହେବାର ନାହିଁ। ଏମାନଙ୍କ ପାଇଁ ଜଣାପଡ଼ିଯାଏ ଏହାଙ୍କର ପାଟ ନାହିଁ, ତେଣୁ କିଛି ହେଲେ ବି ବୁଝିପାରୁନାହାନ୍ତି। ବର୍ତ୍ତମାନ ତୁମ ସନ୍ତାନମାନଙ୍କର ମସ୍ତକ ବହୁତ ଉଚ୍ଚା ହେଉଛି। ଯେତେବେଳେ ତୁମେ ଉଚ୍ଚ ଦୁନିଆରେ ଥିବ, ସେ ସମୟରେ ନୀଚ ଦୁନିଆକୁ ଜାଣିପାରିବ ନାହିଁ। ନୀଚ ଦୁନିଆର ଲୋକେ ପୁଣି ଉଚ୍ଚ ଦୁନିଆକୁ ଜାଣିବେ ନାହିଁ। ତାକୁ ସ୍ୱର୍ଗ କୁହାଯାଏ। ବିଦେଶୀମାନେ ଯଦିଓ ସ୍ୱର୍ଗକୁ ଯାଉନାହାନ୍ତି, ତଥାପି ସ୍ୱର୍ଗ ପାରାଡାଇଜ ନାମ ତ ନେଉଛନ୍ତି। ସ୍ୱର୍ଗ ଥିଲା ବୋଲି କହିଥାନ୍ତି। ମୁସଲମାନମାନେ ମଧ୍ୟ ବହିସ୍ଥ କହିଥାନ୍ତି, କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ ସେଠାକୁ କିପରି ଯିବାକୁ ହେବ। ଏବେ ତୁମକୁ କେତେ ଜ୍ଞାନ ମିଳୁଛି। ଶ୍ରେଷ୍ଠରୁ ଶ୍ରେଷ୍ଠ ବାବା କେତେ ଜ୍ଞାନ ଦେଉଛନ୍ତି। ଏହି ଡ୍ରାମା କିପରି ଚମତ୍କାର ଭାବରେ ତିଆରି ହୋଇଛି। ଯେଉଁମାନେ ଡ୍ରାମାର ରହସ୍ୟକୁ ଜାଣିନାହାନ୍ତି, ସେମାନେ କଳ୍ପନା ବୋଲି କହିଦେଉଛନ୍ତି। ତୁମେମାନେ ଜାଣିଛ, ଏହା ତ ପତିତ ଦୁନିଆ। ସେଥିପାଇଁ ଚିତ୍କାର କରୁଛନ୍ତି, ହେ ପତିତ ପାବନ, ଆସି ପବିତ୍ର କର। ବାବା କହୁଛନ୍ତି, ପ୍ରତି 5000 ବର୍ଷ ପରେ ସୃଷ୍ଟିର ଇତିହାସର ପୁନରାବୃତ୍ତି ହୋଇଥାଏ। ପୁରୁଣା ଦୁନିଆ ପୁଣି ନୂଆ ହେଉଛି। ସେଥିପାଇଁ ମୋତେ ଆସିବାକୁ ପଡ଼ୁଛି। ମୁଁ କଳ୍ପ କଳ୍ପ ଆସି ତୁମକୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛି। ପବିତ୍ରକୁ ଉଚ୍ଚ ଏବଂ ଅପବିତ୍ରକୁ ନୀଚ କୁହାଯାଏ। ଏହି ଦୁନିଆ ନୂଆ ପବିତ୍ର ଥିଲା, ଏବେ ତ ପତିତ ଅଟେ। ଏହିସବୁ କଥାକୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ବୁଝୁଛନ୍ତି। ଯେଉଁମାନଙ୍କ ବୁଦ୍ଧିରେ ଏହିସବୁ କଥା ରହିଥାଏ, ସେମାନେ ସର୍ବଦା ଖୁସିରେ ରୁହନ୍ତି। ବୁଦ୍ଧିରେ ନଥିଲେ କେହି କିଛି କହିଦେଲେ ବା କିଛି କ୍ଷତି ହୋଇଗଲେ ନାରାଜ ହୋଇଯାଆନ୍ତି। ବାବା କହୁଛନ୍ତି, ବର୍ତ୍ତମାନ ଏହି ନୀଚ ଦୁନିଆର ସମାପ୍ତି ହେବ। ଏହା ହେଉଛି ପୁରୁଣା ଦୁନିଆ। ଏଠାରେ ମନୁଷ୍ୟ କେତେ ନୀଚ ହୋଇଯାଇଥାନ୍ତି, କିନ୍ତୁ ଏକଥା କେହି କ'ଣ ବୁଝୁଛନ୍ତି କି ମୁଁ ନୀଚ ଅଟେ। ଭକ୍ତମାନେ ସର୍ବଦା ମୁଣ୍ଡ ନୁଆଇଥାନ୍ତି, କିନ୍ତୁ ନୀଚମାନଙ୍କ ଆଗରେ କ'ଣ ମୁଣ୍ଡ ନୁଆଇବେ କି? ପବିତ୍ରମାନଙ୍କ ସମ୍ମୁଖରେ ହିଁ ମୁଣ୍ଡ ନୁଆ ଯାଇଥାଏ। ସତ୍ୟ ଯୁଗରେ କେବେ ଏହିଭଳି ହୋଇନଥାଏ। ଭକ୍ତମାନେ ହିଁ ଏପରି କରିଥାନ୍ତି। ବାବା ତ ଏପରି କହୁନାହାନ୍ତି, ମୁଣ୍ଡ ନୁଆଇ କରି ଚାଲ। ନା, ଏହା ତ ପାଠପଢ଼ା ଅଟେ। ଈଶ୍ୱର ପିତାଙ୍କ ବିଶ୍ୱବିଦ୍ୟାଳୟରେ ତୁମେ ପାଠ ପଢ଼ୁଛ, ତେଣୁ କେତେ ନିଶା ରହିବା ଉଚିତ। ଏପରି ନୁହେଁ କେବଳ ବିଶ୍ୱବିଦ୍ୟାଳୟରେ ନିଶା ରହିବ, ଘରେ ନିଶା ଓହ୍ଲାଇଯିବ। ଘରେ ମଧ୍ୟ ନିଶା ରହିବା ଉଚିତ। ତୁମେ ଜାଣିଛ, ଏଠାରେ ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ଇଏ ବ୍ରହ୍ମା ତ କହୁଛନ୍ତି, ମୁଁ କ'ଣ ଜ୍ଞାନର ସାଗର କି? ଏହି ବାବା ମଧ୍ୟ ଜ୍ଞାନର ସାଗର ନୁହନ୍ତି। ସାଗରରୁ ନଦୀ ବାହାରିଥାଏ ନା। ସାଗର ତ ଗୋଟିଏ। ବ୍ରହ୍ମପୁତ୍ରା ସବୁଠାରୁ ବଡ଼ ନଦୀ ଅଟେ। ବହୁତ ବଡ଼ ବଡ଼ ଷ୍ଟିମର ସବୁ ଆସେ। ନଦୀ ତ ବାହାରେ ମଧ୍ୟ ବହୁତ ରହିଛି। ପତିତ ପାବନୀ ଗଙ୍ଗା, ଏକଥା କେବଳ ଏହିଠାରେ ହିଁ କହୁଛନ୍ତି। ବାହାରେ କୌଣସି ବି ନଦୀକୁ ଏପରି କହନ୍ତି ନାହିଁ। ଯଦି ନଦୀ ପତିତ ପାବନୀ ହୋଇଥାନ୍ତା, ତେବେ ଗୁରୁଙ୍କର କୌଣସି ଆବଶ୍ୟକତା ନଥାନ୍ତା। ନଦୀଗୁଡ଼ିକରେ ମାନସରୋବରରେ ବୁଡ଼ ପକାଇବା ଆଦି କେତେ କଥା କରୁଛନ୍ତି। କେଉଁଠି ତ ପୋଖରୀ ଏତେ ଅପରିଷ୍କାର ହୋଇଥାଏ ଯେ ସେ କଥା ନ କହିଲେ ଭଲ। କିନ୍ତୁ ମନୁଷ୍ୟମାନେ ତାର ମାଟିକୁ ମଧ୍ୟ ଦେହରେ ରଗଡ଼ିଥାନ୍ତି। ଏବେ ତୁମମାନଙ୍କ ବୁଦ୍ଧିରେ ଆସୁଛି, ଏସବୁ ହେଲା ତଳକୁ ଖସିବାର ରାସ୍ତା। ସେମାନେ କେତେ ଭାବନାର ସହିତ ଯାଇଥାନ୍ତି। ଏବେ ତୁମେମାନେ ବୁଝିପାରୁଛ ଯେ ଏହି ଜ୍ଞାନ ଦ୍ୱାରା ଆମର ଆଖି ହିଁ ଖୋଲି ଯାଇଛି। ତୁମର ଜ୍ଞାନର ତୃତୀୟ ନେତ୍ର ଖୋଲିଛି। ଆତ୍ମାକୁ ତୃତୀୟ ନେତ୍ର ମିଳିଛି। ସେଥିପାଇଁ ତ୍ରିକାଳଦର୍ଶୀ କୁହାଯାଉଛି। 3 କାଳର ଜ୍ଞାନ ଆତ୍ମା ମଧ୍ୟରେ ଆସିଯାଉଛି। ଆତ୍ମା ତ ହେଉଛି ବିନ୍ଦୁ, ସେଥିରେ ନେତ୍ର କିପରି ହେବ? ଏସବୁ ହେଲା ବୁଝିବାର କଥା। ଜ୍ଞାନର ତୃତୀୟ ନେତ୍ର ଦ୍ୱାରା ତୁମେ ତ୍ରିକାଳଦର୍ଶୀ ତ୍ରିଲୋକୀନାଥ ହେଉଛ। ନାସ୍ତିକରୁ ଆସ୍ତିକ ହୋଇଯାଉଛ। ପୂର୍ବରୁ ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନଥିଲ। ବର୍ତ୍ତମାନ ବାବାଙ୍କ ଦ୍ୱାରା ରଚନାର ଆଦି ମଧ୍ୟ ଅନ୍ତକୁ ଜାଣୁଛ। ତେଣୁ ତୁମକୁ ବର୍ଷା ମିଳୁଛି। ଏହା ହେଉଛି ଜ୍ଞାନ। ଇତିହାସ ଭୂଗୋଳ ମଧ୍ୟ ରହିଛି। ହିସାବ କିତାବ ଅଟେ ନା।
ଆଚ୍ଛା, ଯଦି କେହି ବୁଦ୍ଧିମାନ ସନ୍ତାନ ଅଛନ୍ତି, ତେବେ ହିସାବ କରନ୍ତୁ ଆମେ କେତେ ଜନ୍ମ ନେଉଛୁ। ଏହି ହିସାବରେ ଅନ୍ୟ ଧର୍ମାବଲମ୍ବୀଙ୍କର କେତେ ଜନ୍ମ ହୋଇଥିବ। କିନ୍ତୁ ବାବା କହୁଛନ୍ତି ଏହି ସବୁ କଥାରେ ଅଧିକ ମୁଣ୍ଡ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ସମୟ ନଷ୍ଟ ହୋଇଯିବ। ଏଠାରେ ତ ସବୁକିଛି ଭୁଲିବାକୁ ପଡ଼ିବ। ଏସବୁ କଥା ଶୁଣାଇବାର ଆବଶ୍ୟକତା ନାହିଁ। ତୁମେ ତ ରଚୟିତା ବାବାଙ୍କର ପରିଚୟ ଦେଉଛ, ଯାହାକୁ କେହି ଜାଣିନାହାନ୍ତି। ଶିବ ବାବା ଭାରତକୁ ହିଁ ଆସୁଛନ୍ତି। ନିଶ୍ଚୟ କିଛି କରି ଯାଉଛନ୍ତି। ସେଥିପାଇଁ ତ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି ନା। ଯେପରି ଗାନ୍ଧୀ ଅଥବା କୌଣସି ସାଧୁ ଆଦି ମହାନ କର୍ତ୍ତବ୍ୟ କରି ଯାଇଛନ୍ତି, ତେଣୁ ସେମାନଙ୍କର ଷ୍ଟାମ୍ପ ତିଆରି କରୁଛନ୍ତି। ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟନ୍ତ୍ରଣର ଷ୍ଟାମ୍ପ ତିଆରି କରୁଛନ୍ତି। ଏବେ ତୁମର ତ ନିଶା ରହିଛି। ଆମେ ହେଉଛୁ ପାଣ୍ଡବ ଗଭର୍ଣ୍ଣମେଣ୍ଟ। ଏହା ସର୍ବଶକ୍ତିମାନ ବାବାଙ୍କର ଗଭର୍ଣ୍ଣମେଣ୍ଟ। ତୁମର ଏହା କୋର୍ଟ ଅଫ୍ ଆର୍ମସ ଅଟେ। ଆଉ କେହି ଏହି କୋର୍ଟ ଅଫ୍ ଆର୍ମସକୁ ଜାଣିନାହାନ୍ତି। ତୁମେ ଜାଣିଛ ଆମର ହେଲା ବିନାଶକାଳେ ପ୍ରୀତି ବୁଦ୍ଧି। ବାବାଙ୍କୁ ଆମେ ବହୁତ ମନେ ପକାଉଛୁ। ବାବାଙ୍କୁ ମନେ ପକାଇ ପକାଇ ପ୍ରେମରେ ଲୁହ ଆସିଯାଉଛି। ବାବା, ଆପଣ ଆମକୁ ଅଧାକଳ୍ପ ପାଇଁ ସବୁ ଦୁଃଖରୁ ଦୂର କରି ଦେଉଛନ୍ତି। ଆଉ କୌଣସି ଗୁରୁ ଅଥବା ମିତ୍ର ସମ୍ବନ୍ଧୀ ଆଦିଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ। ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ। ସକାଳ ଅର୍ଥାତ୍ ଅମୃତ ବେଳାର ସମୟ ବହୁତ ଭଲ। ବାବା, ଆପଣ ତ ବଡ଼ ଚମତ୍କାର କରୁଛନ୍ତି। ପ୍ରତି 5000 ବର୍ଷରେ ଥରେ ଆପଣ ଆମକୁ ଜାଗ୍ରତ କରୁଛନ୍ତି। ବର୍ତ୍ତମାନ ସମସ୍ତ ମନୁଷ୍ୟ କୁମ୍ଭକର୍ଣ୍ଣର ଆସୁରୀ ନିଦ୍ରାରେ ଶୋଇ ରହିଛନ୍ତି, ଅର୍ଥାତ୍ ଅଜ୍ଞାନ ଅନ୍ଧକାରରେ ଅଛନ୍ତି। ଏବେ ତୁମେମାନେ ବୁଝୁଛ, ଏହା ହେଉଛି ଭାରତର ପ୍ରାଚୀନ ଯୋଗ। ବାକି ଯାହା ବି ହଠ ଯୋଗ ଆଦି ଶିଖାଉଛନ୍ତି, ସେସବୁ ହେଉଛି ବ୍ୟାୟାମ, ଶରୀରକୁ ସୁସ୍ଥ ରଖିବା ପାଇଁ। ଏବେ ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି, ତେଣୁ ତୁମମାନଙ୍କ ଭିତରେ ଖୁସି ରହୁଛି। ଏଠାକୁ ଆସିଛ, ଜାଣିଛ ବାବା ଆମକୁ ରିଫ୍ରେଶ ଅର୍ଥାତ୍ ସତେଜ କରୁଛନ୍ତି। କେହି କେହି ତ ଏଠାରେ ସତେଜ ହୋଇ ବାହାରକୁ ବାହାରିଗଲା ପରେ ସେହି ନିଶା ଖଲାସ ହୋଇଯାଉଛି। କ୍ରମାନ୍ୱୟରେ ତ ରହିଛନ୍ତି ନା। ବାବା ବୁଝାଉଛନ୍ତି ଏହା ହେଉଛି ପତିତ ଦୁନିଆ। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ। କିନ୍ତୁ ନିଜକୁ କ'ଣ ପତିତ ବୋଲି ଭାବୁଛନ୍ତି କି? ସେଥିପାଇଁ ପାପ ଧୋଇବାକୁ ଯାଉଛନ୍ତି। କିନ୍ତୁ ଶରୀରକୁ ତ ପାପ ଲାଗୁନାହିଁ। ବାବା ତ ଆସି ତୁମମାନଙ୍କୁ ପବିତ୍ର କରୁଛନ୍ତି। କହୁଛନ୍ତି କେବଳ ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ଏହି ଜ୍ଞାନ ବର୍ତ୍ତମାନ ତୁମମାନଙ୍କୁ ମିଳିଛି। ଭାରତ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି। ତୁମେ ସନ୍ତାନମାନେ ତ ଏବେ ସଙ୍ଗମ ଯୁଗରେ ଅଛ। କେହି ବିକାରଗ୍ରସ୍ତ ହୋଇ ଫେଲ ହୋଇଯାଇଥାନ୍ତି, ଅର୍ଥାତ୍ ଯେପରି ନର୍କରେ ଯାଇ ପଡ଼ିଥାନ୍ତି। ଯେପରି 5 ମହଲାରୁ ଖସି ପଡ଼ନ୍ତି, ଯାହାର ପରିଣାମ ସ୍ୱରୂପ ପୁଣି 100 ଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ। ତେଣୁ ବାବା ବୁଝାଉଛନ୍ତି ଭାରତ କେତେ ଶ୍ରେଷ୍ଠ ଥିଲା, ଏବେ କେତେ ନୀଚ ହୋଇଯାଇଛି। ଏବେ ତୁମେମାନେ କେତେ ବୁଦ୍ଧିମାନ ହେଉଛ। ମନୁଷ୍ୟ ତ କେତେ ଅବୁଝା ଅଛନ୍ତି। ବାବା ତୁମକୁ ଏଠାରେ କେତେ ନିଶା ଚଢ଼ାଉଛନ୍ତି, ପୁଣି ବାହାରକୁ ବାହାରିଗଲେ ନିଶା କମ୍ ହୋଇଯାଉଛି, ଖୁସି ଉଡ଼ିଯାଉଛି। ଛାତ୍ରମାନେ ଯେତେବେଳେ ବହୁତ ବଡ଼ ପରୀକ୍ଷାରେ ପାସ୍ ହୋଇଯାଆନ୍ତି, ସେତେବେଳେ ତାଙ୍କର ଖୁସି କ'ଣ କମ୍ ହୋଇଯାଏ କି? ପାଠ ପଢ଼ି ପାସ୍ ହୋଇ ପୁଣି କ'ଣରୁ କ'ଣ ହୋଇଯାଆନ୍ତି। ଏବେ ଦେଖ ଦୁନିଆର ଅବସ୍ଥା କ'ଣ ହେଲାଣି। ତୁମକୁ ଉଚ୍ଚରୁ ଉଚ୍ଚ ବାବା ଆସି ପାଠ ପଢ଼ାଉଛନ୍ତି। ସେ ବି ହେଉଛନ୍ତି ନିରାକାର। ତୁମେ ଆତ୍ମାମାନେ ମଧ୍ୟ ନିରାକାର। ଏଠାକୁ ଅଭିନୟ କରିବାକୁ ଆସିଛ। ଏହି ଡ୍ରାମାର ରହସ୍ୟକୁ ବାବା ହିଁ ଆସି ବୁଝାଉଛନ୍ତି। ଏହି ସୃଷ୍ଟି ଚକ୍ରକୁ ଡ୍ରାମା ମଧ୍ୟ କୁହାଯାଏ। ସେହି ହଦର ନାଟକରେ କେହି ରୋଗରେ ପଡ଼ିଗଲେ ନାଟକରୁ ବାହାରି ଯାଇଥାନ୍ତି। ଏହା ବେହଦର ନାଟକ ଅଟେ। ଏହି କଥା ଯଥାର୍ଥ ଭାବରେ ତୁମମାନଙ୍କ ବୁଦ୍ଧିରେ ଅଛି। ତୁମେ ଜାଣିଛ ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ। ଆମେ ହେଲେ ବେହଦର ଅଭିନେତା। ଏଠାରେ ଶରୀର ଧାରଣ କରି ଅଭିନୟ କରୁଛୁ। ବାବା ଆସିଛନ୍ତି, ଏସବୁ ବୁଦ୍ଧିରେ ରହିବା ଉଚିତ। ବେହଦ ଡ୍ରାମାର ଜ୍ଞାନ ବୁଦ୍ଧିରେ ରହିବା ଉଚିତ।
ବେହଦ ବିଶ୍ୱର ରାଜତ୍ୱ ମିଳୁଛି, ସେଥିପାଇଁ ପୁରୁଷାର୍ଥ ମଧ୍ୟ ସେହିପରି କରିବା ଦରକାର ନା। ଘର ଗୃହସ୍ଥରେ ଭଲେ ରୁହ, କିନ୍ତୁ ପବିତ୍ର ରୁହ। ବିଦେଶରେ ଏପରି ବହୁତ ଅଛନ୍ତି, ଯେତେବେଳେ ବୁଢ଼ା ହୋଇଯାଆନ୍ତି ସାଥୀ ହୋଇ ରହିବା ପାଇଁ ବିବାହ କରିଥାନ୍ତି। ସମ୍ପତ୍ତିକୁ ସମ୍ଭାଳିବା ପାଇଁ ପୁଣି ଉଇଲ୍ କରିଥାନ୍ତି। କିଛି ତାଙ୍କୁ କିଛି ଚାରିଟି ବା ଦାମ୍ପତ୍ୟ ଅନୁଷ୍ଠାନକୁ ଦେଇଥାନ୍ତି। ବିକାରର କୌଣସି କଥା ନଥାଏ। ପ୍ରେମିକ ପ୍ରେମିକା ମଧ୍ୟ ବିକାର ପାଇଁ ଆକର୍ଷିତ ହୋଇନଥାନ୍ତି। ଶରୀର ପ୍ରତି କେବଳ ପ୍ରେମ ରହିଥାଏ। ତୁମେ ହେଲ ଆତ୍ମିକ ପ୍ରେମିକା, କେବଳ ସେହି ଜଣେ ପ୍ରେମିକକୁ ମନେ ପକାଉଛ। ସମସ୍ତ ପ୍ରେମିକାଙ୍କର ଏକମାତ୍ର ପ୍ରେମିକ ଅଟନ୍ତି। ସମସ୍ତେ ସେହି ଜଣକୁ ହିଁ ମନେ ପକାଇଥାନ୍ତି। ସେ କେତେ ଶୋଭନୀୟ ଅଟନ୍ତି। ଆତ୍ମା ପବିତ୍ର ଅଟେ ନା, ସେ ସଦା ଗୋରା ବା ପବିତ୍ର ଅଟନ୍ତି। ତୁମେମାନେ ଶ୍ୟାମଳ ହୋଇଯାଇଛ, ତୁମକୁ ସେ ଶ୍ୟାମଳରୁ ଗୋରା କରୁଛନ୍ତି। ଏକଥା ତୁମେ ଜାଣିଛ ଯେ ବାବା ଆମକୁ ଗୋରା କରୁଛନ୍ତି। ଏଠାରେ ବହୁତ ଅଛନ୍ତି, କିଏ ଜାଣେ ସେମାନେ କେଉଁ ସବୁ ଖିଆଲରେ ବସିଛନ୍ତି। ସ୍କୁଲରେ ମଧ୍ୟ ଏପରି ହୋଇଥାଏ। ବସି ବସି ବୁଦ୍ଧି ଚଳଚ୍ଚିତ୍ର ଆଡ଼କୁ, ସାଙ୍ଗମାନଙ୍କ ଆଡ଼କୁ ଚାଲି ଯାଇଥାଏ। ସତ୍ସଙ୍ଗରେ ମଧ୍ୟ ଏହିପରି ହୋଇଥାଏ। ଏଠାରେ ମଧ୍ୟ ସେହିପରି ହେଉଛି। ଜ୍ଞାନ ବୁଦ୍ଧିରେ ନ ପଶିଲେ ନିଶା ହିଁ ଚଢ଼ୁନାହିଁ, ଧାରଣା ହିଁ ହେଉନାହିଁ, ଯାହାଦ୍ୱାରା କି ଅନ୍ୟମାନଙ୍କୁ କରାଇବେ। ବହୁତ କନ୍ୟାମାନେ ଆସୁଛନ୍ତି, ଯେଉଁମାନଙ୍କର ଇଚ୍ଛା ହେଉଛି କେଉଁଠି ହେଲେ ସେବାରେ ଲାଗିଯିବୁ, କିନ୍ତୁ ତାଙ୍କର ଛୋଟ ଛୋଟ ପିଲା ଅଛନ୍ତି। ତେଣୁ ବାବା କହୁଛନ୍ତି ପିଲାମାନଙ୍କୁ ସମ୍ଭାଳିବା ପାଇଁ କୌଣସି ମାତାକୁ ରଖିଦିଅ। ଇଏ ତ ବହୁତଙ୍କର କଲ୍ୟାଣ କରିବେ। ଯଦି ବୁଦ୍ଧିମାନ ହୋଇଥିବେ, ତେବେ କାହିଁକି ଆତ୍ମିକ ସେବାରେ ଲାଗି ନ ଯିବେ? 5-6 ଜଣ ପିଲାଙ୍କୁ ସମ୍ଭାଳିବା ପାଇଁ କୌଣସି ମାତାକୁ ରଖିଦିଅ। ଏବେ ଏହି ମାତାମାନଙ୍କର ପାଳି ଆସିଛି ନା। ନିଶା ବହୁତ ରହିବା ଉଚିତ। ସମୟ ଆସିବ, ପୁରୁଷମାନେ ଦେଖିବେ ଯେ ଆମ ସ୍ତ୍ରୀମାନେ ତ ସନ୍ନ୍ୟାସୀମାନଙ୍କୁ ମଧ୍ୟ ଜିତି ଯାଇଛନ୍ତି। ଏହି ମାତାମାନେ ହିଁ ଲୌକିକ ପିତା ପାରଲୌକିକ ପିତାଙ୍କର ନାମ ବିଖ୍ୟାତ କରି ଦେଖାଇବେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ତୁମମାନଙ୍କୁ ବୁଦ୍ଧିରୁ ସବୁ କିଛି ଭୁଲିଯିବାକୁ ହେବ। ଯେଉଁ ସବୁ କଥାରେ ସମୟ ନଷ୍ଟ ହେଉଛି, ସେଗୁଡ଼ିକୁ ଶୁଣିବା ବା ଶୁଣାଇବାର ଆବଶ୍ୟକତା ନାହିଁ। 2 ନମ୍ବର। ପାଠପଢ଼ା ସମୟରେ ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଲାଗି ରହୁ। ଅନ୍ୟ କେଉଁଠି ବି ବୁଦ୍ଧି ଭଟକିବା ଅର୍ଥାତ୍ ଘୁରି ବୁଲିବା ଉଚିତ ନୁହେଁ। ନିରାକାର ବାବା ଆମକୁ ପାଠ ପଢ଼ାଉଛନ୍ତି, ସେହି ନିଶାରେ ରହିବାକୁ ହେବ। ଆଜିର ବରଦାନ। ନିଜର ମହାନତା ଏବଂ ମହିମାକୁ ଜାଣିଥିବା ସର୍ବ ଆତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ଆତ୍ମା ଏବଂ ବିଶ୍ୱଦ୍ୱାରା ପୂଜନୀୟ ଭବ। ନିଜର ମହାନତା ଏବଂ ମହିମାକୁ ଜାଣିଥିବା ସର୍ବ ଆତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ଆତ୍ମା ଏବଂ ବିଶ୍ୱଦ୍ୱାରା ପୂଜନୀୟ ଭବ। ଡିଟେଲ୍ସ। ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ବିଶ୍ୱର ସର୍ବ ଆତ୍ମାମାନଙ୍କର ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭବିଷ୍ୟତରେ ବିଶ୍ୱଦ୍ୱାରା ପୂଜନୀୟ ହେବେ। ସମସ୍ତେ କ୍ରମାନ୍ୱୟରେ ରହିଥିଲେ ମଧ୍ୟ ଶେଷ ନମ୍ବରର ଦାନା ବା ଆତ୍ମା ମଧ୍ୟ ବିଶ୍ୱ ସମ୍ମୁଖରେ ମହାନ ଅଟେ। ଆଜି ପର୍ଯ୍ୟନ୍ତ ଭକ୍ତ ଆତ୍ମାମାନେ ମାଳାର ଶେଷ ନମ୍ବରର ଦାନାକୁ ମଧ୍ୟ ନୟନରେ ସ୍ପର୍ଶ କରିଥାନ୍ତି। କାହିଁକି ନା ତୁମେ ସମସ୍ତେ ବାପ ଦାଦାଙ୍କର ନୟନର ତାରା ଅର୍ଥାତ୍ ଜ୍ୟୋତିରୂପକ ରତ୍ନ ଅଟ। ଯେଉଁ ଆତ୍ମା ଥରେ ମାତ୍ର ସଚ୍ଚା ହୃଦୟରେ ନିଜକୁ ବାବାଙ୍କର ସନ୍ତାନ ବୋଲି ନିଶ୍ଚୟ କରିଦେଲା ବା ପ୍ରତ୍ୟକ୍ଷ ରୂପରେ ବାବାଙ୍କର ସନ୍ତାନ ହୋଇଗଲା, ତାକୁ ମହାନ ଆତ୍ମା ବା ପୂଜ୍ୟ ଆତ୍ମା ହେବାର ଲଟେରୀ ବା ବରଦାନ ନିଶ୍ଚିତ ମିଳିଯାଇଥାଏ। ଆଜିର ସ୍ଲୋଗାନ। ଯଦି ନିଜର ସ୍ଥିତି ସର୍ବଦା ସର୍ବ ସମ୍ପତ୍ତିରେ ସମ୍ପନ୍ନ ତଥା ସନ୍ତୁଷ୍ଟ ରହୁଥିବ, ତେବେ ପରିସ୍ଥିତି ଗୁଡ଼ିକ ପରିବର୍ତ୍ତନ ହୋଇଯିବ। ଯଦି ନିଜର ସ୍ଥିତି ସର୍ବଦା ସର୍ବ ସମ୍ପତ୍ତିରେ ସମ୍ପନ୍ନ
ତଥା ସନ୍ତୁଷ୍ଟ ରହୁଥିବ ତେବେ ପରିସ୍ଥିତି ଗୁଡ଼ିକ ପରିବର୍ତ୍ତନ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯଦି ବାପଦାଦା ଅଚାନକ ନିର୍ଦ୍ଦେଶ ଦେବେ ଯେ ଏହି ଶରୀର ରୂପୀ ଘରକୁ ଛାଡ଼ି ଦେହ ଅଭିମାନର ସ୍ଥିତିକୁ ଛାଡ଼ି ଦେହୀ ଅଭିମାନୀ ହୋଇଯାଅ, ଏହି ଦୁନିଆଠାରୁ ଉର୍ଦ୍ଧ୍ୱକୁ ନିଜର ମିଠା ଘରକୁ ଚାଲିଯାଅ, ତେବେ ଯାଇପାରିବ ତ? ଯୁଦ୍ଧସ୍ଥଳରେ ଯୁଦ୍ଧ କରି କରି ସମୟ ବିତାଇ ଦେବ ନାହିଁ ତ? ଅଶରୀରୀ ହେବାର ଯଦି ଯୁଦ୍ଧ କରିବାରେ ହିଁ ସବୁ ସମୟ ବିତିଗଲା, ତେବେ ଅନ୍ତିମ ପରୀକ୍ଷାରେ ନମ୍ବର ବା ପଦ କ'ଣ ମିଳିବ? ଓମ୍ ଶାନ୍ତି।